ଆଜି ଯାଉଛି ବନେଇବି 2 ମିନିଟ୍ରେ ବନା ନ ହେଇପାରୁଥିବ ମ୍ୟାଗି। ସାଙ୍ଗମାନେ ସମସ୍ତେ କୁହନ୍ତି 2 ମିନିଟ୍ରେ ମ୍ୟାଗି ବନିଯାଏ। କେମିତି କେଜାଣି ମୋର ତ 2 ମିନିଟ୍ରେ ମ୍ୟାଗି ଜମା ସିଝେଇକି ବନେଇଲେ ବି ହୁଏନା। ଆଉ ଆଜି ତ ମୁଁ ପରିବା ପକେଇକି ବନଉଛି। ଆଉ କେମିତି ଆପଣମାନେ 2 ମିନିଟ୍ରେ ବନେଇ ଦିଅନ୍ତି ମୋତେ ଟିକେ ଜଣେଇବେ ତ। ମୁଁ ଜମା 2 ମିନିଟ୍ରେ ବନେଇ ପାରେନି। ଆଉ ଚାଲନ୍ତୁ ଦେଖିବା ମୋ ମ୍ୟାଗି ବନେଇବାର ପ୍ରୋସେସ୍। ଟିକେ ପିଆଜ ପକେଇଦେଲି, ତାପରେ ଟିକେ ଗାଜର ପକେଇଦେଲି, ତାକୁ ଟିକେ ଗୋଳେଇ ଗାଳେଇ ଦେଲି, ଲୁଣ ଟିକେ ପକେଇ ଦେଇଛି, ଆଉ କର୍ଣ୍ଣ ଟିକେ, ଆଉ କ୍ୟାପ୍ସିକମ୍ ଟିକେ, ଟମାଟୋ ଟିକେ ପକେଇକି ଗୋଳେଇ ଗାଳେଇ ଦେଇ ଜିରା ଗୁଣ୍ଡ ଟିକେ ଦେଲି, ଆଉ ତାପରେ ମ୍ୟାଗି ମସଲା ପକେଇଦେଲି। ତାକୁ ଟିକେ ଭାଜିବା ପାଇଁ ଛାଡ଼ିଦେଲି। ଭାଜି ଭୁଜି ସାରିକି ତାପରେ ମ୍ୟାଗି ସବୁ ପକେଇଦେଲି। ମ୍ୟାଗି ପକେଇ ସାରିକି ଗୋଳେଇ ଗାଳେଇ ଦେଇକି ତାପରେ ଟିକେ ପାଣି ଦେଇଦେବି। ପାଣି ଦେଇ ସାରିଲା ପରେ ତାପରେ ଟିକେ ସିଝିବା ପାଇଁ ଛାଡ଼ିଦେବି। ଆଉ ତାପରେ ତ ବନିଯିବ ମୋର ମ୍ୟାଗି। ଆଉ ତାପରେ ଉପରେ ଟିକେ ଧଣିଆ ପତ୍ର ପକେଇ ଦେଇକି ଖାଇବାକୁ ମୋ ପୁଅକୁ ବାଢ଼ିଦେଲି। ମୋ ଭିଡ଼ିଓ ଭଲ ଲାଗୁଥିଲେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜମା ବି ସବସ୍କ୍ରାଇବ୍ ନ କରିବି ଯାଆନ୍ତୁନି, କାହିଁକିନା ଆପଣମାନେ ସବସ୍କ୍ରାଇବ୍ କରିଥିଲେ ମୋତେ ବହୁତ ଭଲ ଲାଗେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ। ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ।